ଭତ୍ତା ଟଙ୍କାକୁ ନେଇ ଆସିଲା ନୂଆ ଅପଡେଟ୍। ଏଣିକି ଆପଣମାନଙ୍କୁ ମାସକୁ 2500 ଟଙ୍କାର ମାସକୁ ଆପଣମାନେ ଭତ୍ତା ପାଇପାରିବେ। ତେବେ ଏଇ ଯୋଉ ଆପଣଙ୍କୁ ଯୋଉ 2500 ଟଙ୍କା ଯୋଉ ଭତ୍ତା ମିଳିବା ପାଇଁ ଯାଉଛି, ତ ସେଇ ଭତ୍ତା ଟଙ୍କା କାହାକୁ ମିଳିବା ପାଇଁ ଯାଉଛି ଆଉ ଏଇ ଭତ୍ତା ଟଙ୍କାକୁ ନେଇ କଣ ନୂଆ ଅପଡେଟ୍ ଆସିଛି, ତ ସେଇ ବିଷୟରେ ଆପଣମାନେ ଆଜିର ଏଇ ଭିଡିଓରେ ଡିଟେଲ୍ସରେ ଜାଣିପାରିବେ। ଆପଣମାନେ କେବଳ এই ଭିଡିଓକୁ ସ୍କିପ୍ ନ କରି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଆପଣମାନେ ସେଇ ଅପଡେଟ୍ ବିଷୟରେ ଡିଟେଲ୍ସରେ ଜାଣିପାରିବେ। କିନ୍ତୁ ତା ପୂର୍ବରୁ ଯଦି ଆପଣମାନଙ୍କୁ এই ଭିଡିଓଟି ଭଲ ଲାଗିବ ତାହେଲେ ଭିଡିଓକୁ ଗୋଟେ ଲାଇକ୍ ନିହାତି ଭାବରେ କରିବେ ଆଉ ଚ୍ୟାନେଲକୁ ପ୍ରଥମ ଥର ପାଇଁ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିବା ସହିତ ଯୋଉ ଆପଣଙ୍କ ଯୋଉ ପାଖରେ ବେଲ୍ ଆଇକନ୍ ଆସୁଥିବ ସେଇ ବେଲ୍ ଆଇକନ୍ ଉପରେ ପ୍ରେସ୍ କରି ଅଲ୍ ନୋଟିଫିକେସନ ଉପରେ ଅନ୍ କରି ରଖିବେ, ଯାହାଦ୍ୱାରା ଆପଣମାନେ ମୋର এই ଚ୍ୟାନେଲ ମାଧ୍ୟମରୁ ଏଇଭଳି ନୂଆ ଇନଫର୍ମେଟିଭ ଭିଡିଓର ଅପଡେଟ୍ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ତ ସେଥିପାଇଁ ଆପଣମାନେ ମୋର ଚ୍ୟାନେଲକୁ ସବସ୍କ୍ରାଇବ କରି ରଖିଥିବେ। ତେବେ ଚାଲନ୍ତୁ ଦେଖିବା କି ଭତ୍ତା ଟଙ୍କାକୁ ନେଇ କଣ ନୂଆ ଅପଡେଟ୍ ଆସିଛି ଆଉ ଏଇ ଯୋଉ ଭତ୍ତା ଟଙ୍କା 2500 ଟଙ୍କା ଯୋଉ ମାସକୁ ଭତ୍ତା ମିଳିବ, ତ ସେଇ ଟଙ୍କା କାହାକୁ ମିଳିବା ପାଇଁ ଯାଉଛି ତାକୁ ଚାଲନ୍ତୁ ଡିଟେଲ୍ସରେ ଦେଖିବା। ତେବେ ଦେଖନ୍ତୁ, ବଢିଲା ମାସିକ ଭତ୍ତା। ଏଥର 1800 ବଦଳରେ ପାଇବେ 2500 ଟଙ୍କା ଭତ୍ତା। ସରକାର ନେଲେ ବଡ଼ ନିଷ୍ପତ୍ତି। ଦେଖନ୍ତୁ, ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗ୍ରାମରକ୍ଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ସ୍ୱାଗତଯୋଗ୍ୟ ଘୋଷଣା କରିଛନ୍ତି। ପୂର୍ବରୁ ମିଳୁଥିବା 1800 ଟଙ୍କା ମାସିକ ଭତ୍ତା ବଦଳରେ ଏଣିକି ଆପଣମାନଙ୍କୁ ଯୋଉ ଗ୍ରାମରକ୍ଷୀମାନେ ଯୋଉ ରହିଛନ୍ତି, ତ ସେଇମାନଙ୍କୁ 2500 ଟଙ୍କାର ମାସିକ ଭତ୍ତା ସେମାନେ ପାଇପାରିବେ। ତେବେ ଦେଖନ୍ତୁ, ଯୋଉ ଆପଣମାନଙ୍କ ଯୋଉ ଗ୍ରାମରେ ଯୋଉ ଗ୍ରାମରକ୍ଷୀମାନେ ଯୋଉ ରହିଛନ୍ତି, ତ ସେଇମାନେ ଯୋଉ ଆଗରୁ ଯୋଉ 1800 ଟଙ୍କା ଯୋଉ ମାସିକ ଭତ୍ତା ପାଉଥିଲେ, ତ ସେଇମାନେ ବର୍ତ୍ତମାନ 2500 ଟଙ୍କା ମାସକୁ ସେମାନେ ଭତ୍ତା ପାଇପାରିବେ। ତ ଯାହାକି ଆପଣମାନଙ୍କର ଯୋଉ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ତେବେ ଏହି ନିଷ୍ପତ୍ତି ଦ୍ୱାରା ଗ୍ରାମରକ୍ଷୀମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି। ଏହା ସହ ଗ୍ରାମରକ୍ଷୀମାନେ ସପ୍ତାହକୁ ଥରେ ସେମାନେ ଯେଉଁ ଥାନା ଅଧୀନରେ କାର୍ଯ୍ୟ କରୁଛନ୍ତି ସେଠାକୁ ଯାଇ ଉପସ୍ଥାନ ଦେବାକୁ ପଡ଼ିବ। ଏହି ବ୍ୟବସ୍ଥା ଦ୍ୱାରା କାର୍ଯ୍ୟ ପରିଚାଳନା ଓ ସମନ୍ୱୟ ଅଧିକ ସୁଦୃଢ଼ ହେବ। ଉଲ୍ଲେଖନୀୟ ଯେ ଗ୍ରାମାଞ୍ଚଳରେ ଶାନ୍ତି ଓ ଶୃଙ୍ଖଳା ରକ୍ଷା, ଅପରାଧୀ ଚିହ୍ନଟ ଓ ପୋଲିସକୁ ସହଯୋଗ କରିବାରେ ଗ୍ରାମରକ୍ଷୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ଏହି ପଦକ୍ଷେପକୁ ଗ୍ରାମରକ୍ଷୀମାନେ ସ୍ୱାଗତ କରିଛନ୍ତି। ତେବେ ଦେଖନ୍ତୁ, ଯୋଉ ପ୍ରତି ଗ୍ରାମରେ ଯୋଉ ଗ୍ରାମରକ୍ଷୀମାନେ ଯୋଉ ରହିଛନ୍ତି, ତ ସେଇମାନଙ୍କୁ ଏଣିକି ଆପଣମାନଙ୍କର ଯୋଉ ଆଗରୁ ଯୋଉ 1800 ଟଙ୍କା ମାସିକ ଭତ୍ତା ମିଳୁଥିଲା, ତ ତା ବଦଳରେ ଆପଣମାନଙ୍କୁ ଯୋଉ ସେଇ ଗ୍ରାମରକ୍ଷୀମାନଙ୍କୁ ବର୍ତ୍ତମାନ 2500 ଟଙ୍କାର ମାସିକ ଭତ୍ତା ସେମାନେ ପାଇପାରିବେ, ଯାହାକି ଆପଣମାନଙ୍କର ମୋହନ ଚରଣ ମାଝୀ ସେ ଘୋଷଣା କରିଛନ୍ତି। ତ ଇଏ ଥିଲା ଗୋଟେ ଛୋଟିଆ ଅପଡେଟ୍, ଯୋଉ ଭତ୍ତା ଟଙ୍କାକୁ ନେଇ ଯୋଉ ଆପଣଙ୍କର ଯୋଉ ନୂଆ ଅପଡେଟ୍ ଆସିଥିଲା, ତ ଏଇଟା ମୁଁ ଆପଣମାନଙ୍କୁ ଏଇ ଭିଡିଓରେ କହିଲି। ତ ଆଶା କରୁଛି ଆପଣମାନଙ୍କୁ এই ଭିଡିଓ ଭଲ ଲାଗିଥିବ, ଇନଫର୍ମେଟିଭ ଲାଗିଥିବ। ଆଉ ଆପଣମାନଙ୍କର ଏଇ ଯୋଉ 2500 ଟଙ୍କା ଭତ୍ତା ଟଙ୍କାକୁ ନେଇ କଣ ମତ ରହିଛି ତାହା ଆପଣମାନେ କମେଣ୍ଟ ସେକ୍ସନରେ ଆପଣମାନେ ଜଣାଇ ପାରିବେ।